କହିଲି ବ୍ଲାଙ୍କ ଟେଷ୍ଟଟା କାଢ଼ିବା। ହଁ କାଢ଼ିଦେବା। ସବୁଥିରେ 5ଟା ଲେଖା ଷ୍ଟେପ୍ ରହୁଛି, ଏଥିରେ 6ଟା ଷ୍ଟେପ୍ ଦଉଛି। ଦାଗଟା ନେଇଯିବ ଏଇଟା ସମସ୍ତଙ୍କର ପ୍ରୋବ୍ଲେମ୍। ଦାଗ ଯେତେ ଯାକ ଉଠି ଯାଉନି ଏଇ ଯୋଉ ଆଳୁ ଫାଳୁ ଇଏ ଲଗେଇଲଣି, ଗୋଟେ ଚନ୍ଦ୍ର ମଝିରେ ଗୋଟେ ଯେମିତି କଳଙ୍ଗ ରହୁଛି ସେମିତି ରହିଯାଉଛି ଆଉ। ଆୟୁର୍ବେଦିକ ମେଡିସିନ ଡକ୍ଟର ସବୁବେଳେ ଥଣ୍ଡା ରଖ, ଯେତିକି ହେଇଛି ପଛେ, କିନ୍ତୁ ଆଉ ଅଧିକ କରିବାକୁ ଇଏ କରନି। ମୋର ବେଶୀ ନାହିଁ, ଲୋକଙ୍କୁ ଅନେଇ ପାରିବନି। ମୋର ଥିଲା, ବହୁତ ଥିଲା। ମତେ ଗୁରୁ ଆଗରୁ, ତମେ ବି ଜାଣିପାରିଥିବ, ନଜର ନଥିବ କିନ୍ତୁ ଗୁରୁ ଦେଖିଛି ଆଗରୁ। ବହୁତ ଥିଲା ମୋର। ଏଇ ଯୋଉ ବେଷ୍ଟା କଲା ପରେ ମୁଁ ଏବେ 8 ମାସ ହେଲା ଏଇଟା କରୁଛି। ଏଇଟା କେତେ ମାସରେ ଥରେ ନା 3 ମାସରେ ନା 2 ମାସରେ କେମିତି? ଏଇଟା ମାସକୁ ଥରେ କରିବା କଥା। ଏଇଟା ଟ୍ରିଟମେଣ୍ଟ ଆମର, ଯେମିତି ଦେହ ପାଇଁ କିଛି ଗୋଟେ ରୋଗ ପାଇଁ ମେଡିସିନ ଦରକାର, ଏଇଟା ଆମ ସ୍କିନ୍ ପାଇଁ ଗୋଟେ ମେଡିସିନଟା। ଆଉ ଆମେ ଯଦି ଏତେ ଦିନ ଗ୍ୟାପ୍ ରଖିଦବା, କଣ ପ୍ରଭାବ ପକେଇବ ଯେ ମୁହଁରେ? ମାସକୁ ଲେଖା କରିବା କଥା। କିନ୍ତୁ ଆମ ମୁହଁଟା, ତମ ମୁହଁ କଣ ଭଲ ଅଛି, ମୋ ମୁହଁ ତ ଡ୍ୟାମେଜ ହେଇଯାଇଥିଲା, ଏଇଟା କରିକି ଏବେ ଟିକେ ଭଲ ଅଛି। ହେଲେ ପଳେଇଲା ନାହିଁ ତ ଆଉ ଦାଗ? ନାଇଁ, ଦାଗ ନାହିଁ, ଆଉ କମ ଅଛି। ଆଉ ସେଇଟା ଟିକେ ଯିବ କି କଣ କରିବ, କିନ୍ତୁ ମୁଁ ସେଇଟା ଚାଲୁ ରଖିଛି, ସେଇଟା ବନ୍ଦ କରିନି ବର୍ତ୍ତମାନ। ସେଇଟା ମୁଁ ସବୁବେଳେ କରୁଛି। କିନ୍ତୁ ମୁଁ ଏବେ ଦିଦିଙ୍କ ପାଖକୁ ଯାଇପାରୁନି, ମସାଜ ଟିକେ ଠିକ ସେ ଦେଇପାରୁନି ନିଜକୁ ନିଜ। ତମେ କରୁଛ କେମିତି କହିଲ? ନିଜେ ତ କରୁନଥିବ ନା? ସେଇବା ଦିଦିଙ୍କ ପାଖକୁ ଆମେ ଯୋଉ ଟ୍ରେନିଂ ନଉଥିଲି ଯୋଉଠି, ସେ ଦିଦି ଯାଇ କହୁଛି। ସିଏ ତାଙ୍କର ମୁଁ କରୁଛି, ସିଏ ମୋର କରିଦଉଛନ୍ତି। ମେନ୍ ହଉଛି ମସାଜ, ବଡିର ମସାଜ ଟା ନହେଲେ ବ୍ଲଡ ସର୍କୁଲେସନ ହଉଛି ୟାର କାମ। ବ୍ଲଡ ସର୍କୁଲେସନ ଯେତେ ହବ ସ୍କିନ୍ ଟା ସେତେ ଗ୍ଲେଜ କରିବ। ଯେ ସିଏ ଆମର ତ ଯଦି ନିଜେ ରାତି ଅନିଦ୍ରା ନା? ରାତି ଅନିଦ୍ରା ଗୋଟେ ଯଦି ଠିକ ସେ ନ ଶୋଉଥିବ, ତାପରେ ଅଏଲି ଜିନିଷ ଖାଇବା ଦ୍ୱାରା, ସେଟା କହୁଛ, ସେଥିରେ ମୁଁ ଦ୍ରୁତ ଗତିରେ, ଆଉ ସେଇଟା ପାଇଁ ବି ମୁହଁ ଡ୍ୟାମେଜ ହେଇଯିବ, ମାନେ ସ୍କିନ୍ ଡ୍ୟାମେଜ ହେଇଯିବ। ବୟସ୍କ ବେଶୀ ଦେଖାଯିବ, ମାନେ କମ ଏଜ ରୁ ବୟସ୍କ ଦେଖାଯିବ। ନାଇଁ, ବହୁତ ତେଲ ମସଲା ନୁହଁ, ବହୁତ ତେଲ ମସଲା ଖାଇଛି, ସେଇଟା ହଉଛି ମୁଖ୍ୟ ଜିନିଷ। ତେଲ ମସଲା ଯଦି ସିଝା ସନ୍ତୁଳା ହୁଅନ୍ତା, ସେଇଟା ପାଇଁ ବି ବେଶୀ ଖରାପ। ହେଇପାରୁନି ଆଉ। ତମର ତେଲ ମସଲା ଅଛି, ମୁଁ ତ ତମର ଅଣ୍ଡା ଶୁଣିକିରି ଯାଜପୁରରେ ଥିଲି ଯେ ଅଣ୍ଡା ଶୁଣିକିରି ରହିଗଲି ଆଉ। ଭିଡିଓ କଲରେ ଦେଖିଲେ ଭାରି ବହୁତ। ନାଇଁ, ତଥାପି ତମେ ପୁରା ଠିକ ଠାକ ଅଛ, ଚେହେରା ଭଲ ଅଛି, ବଡି ବି ଠିକ ଅଛି। ଖାଇକି ବି ତ ମୁଁ ସବୁବେଳେ ମୁଁ ମସଲା ଖାଉନି, ସବୁବେଳେ ମସଲା ଖାଉନି। ମାନେ ଯେତେବେଳେ ମସଲା ତରକାରୀ ହେଲା ତ ଭରପୁର ମସଲାକୁ ତେଲ। ଆମର ଆଇଁଷ ହଉଛି ବୁଧବାରକୁ ଶୁକ୍ରବାର, ରବିବାର ଆଇଁଷ ଖାଇବୁନୁ। ସେଇ ବୁଧବାରକୁ ଶୁକ୍ରବାର ଯୋଉ ଆଇଁଷ, ସେଦିନ ଯାହା ଗୋଟେ ଦିନ ମାଛ ଆସୁଛି, ଗୋଟେ ଦିନ ଚିକେନ ହଉଛି, ଆଉ ବେଳେ ବେଳେ ଅଣ୍ଡା, କ୍ୱଚିତ ଅଣ୍ଡା। କିନ୍ତୁ ଅଣ୍ଡାଟା ଆମ ଦେହ ପାଇଁ ଦରକାର, ପୁରା ସିଝା ଅଣ୍ଡାଟା। କିନ୍ତୁ ଆମେ କୋଉ ମାନୁଛେ, ମତେ ତ ଅଣ୍ଡା ଜମା ଭଲ ନୁହଁ। ଖାଲି କେତେବେଳେ ଯଦି ପିଲା କହୁଛନ୍ତି। ବେଶୀ ହେଇନି, କିନ୍ତୁ ଯେତିକି ହେଇଛି କଳା ପଡିଗଲାଣି। ମାନେ ଯୋଉ ଏଇଗୁଡାକର ଧଳା ଜଣଙ୍କର ହୁଏ, ଆଉ ଜଣଙ୍କର କଳା ହୁଏ। ସିଏ ମାନେ ଧଳା ହେଇସାରିକି କଳା ପଡିଯାଇଛି। ବୋଧେ ଏବେ କେତେଦିନ ହେଲା କି କଣ ଘଷା ଘଷି କରିନ କି କଣ କରିନ, ଯଦି ସ୍କର୍ବ ଆଣିକି ମଝିରେ ମଝିରେ କରିଦିଅନ୍ତ ଏତେଟା ବି ହୁଅନ୍ତାନି। ଏକ୍ସଟ୍ରା ସ୍କର୍ବ ମିଳୁଛି, ନେଚର୍ସର ନେଇ ଆସନ୍ତ, ନହେଲେ ମାମା ୟୁଥର ଭଲ ପ୍ରଡକ୍ଟ ୟୁଜ କର। ମୋର ସବୁତକ କଣ କହିଲ, ବାୟୋଟିକର ମୁଁ ବ୍ୟବହାର କରେ। ମୋର ଏତେ ମୁଁ ଏଇ ପାର୍ଲରରେ ଯାଇକି କରିବା କି ତାର ପ୍ୟାକ୍ ଆଣିକି ମାରିବା ଲଗେଇବା ନାହିଁ। ସେଇ କ୍ରିମ ଟିକେ ସାଧା ସିଧାରେ, ସେ ଲିପଷ୍ଟିକ ଟିକେ କଳା ଟିକେ, ସେତିକି। ତାଠୁ ଆଉ ଅଧିକା ମୋର କିଛି ଯୋଉ ବିଭିନ୍ନ ପ୍ରକାର ସେ ସବୁ କିଛି ନାହିଁ। ଆଉ ଖାଇବା ଯେତେ ଧ୍ୟାନ, ଏସବୁରେ ନାହିଁ।
ଆମ ସ୍କିନରେ ଜଣା ପଡିବନି, ତମେ ମାନେ ଗୋରା ଅଛ ନା, ହୁଁ ସେ ମୁହଁଟା ସାଙ୍ଗେ ସାଙ୍ଗେ ଜଣା ପଡିଯିବ। କଲରଟା ଏଇ ଯୋଉ ଏଇଗୁଡାକ ଇଏ ରହିଲେ ଜଣା ପଡିଗଲେ ଜଣା ପଡିବ। ଏଇ ତଳ ହାତକୁ ଦାଢ ଦାଢ ଲାଗେ। ହଁ ହଁ, ଏଗୁଡା ରହିଲେ ତ ଦାଢ ଦାଢ ଲାଗିବ। ଏଗୁଡାକ ଏଇ ନାକ କନ୍ଦି ଏଇଟା ଏଇ ଜାଗାଟାରେ ଅଛି କି? ଏଇଟା ଯେତିକି ଅଛି ସେ ସବୁ ହେଇଗଲାଣି, ଆଉ 2-3 ଥର କରିଦେଲେ ତାପରେ ଯାଇ ଠିକ ହବ। ସବୁ କଳା ପଡିଗଲାଣି। ବେଶୀ ନାହିଁ କିନ୍ତୁ 2-3ଟା ଅଛି ସେ କଳା ପଡିଯାଇଛି ଆଉ। ବ୍ଲିଚ୍ଟା ମାସକୁ ଥରେ କରିବା ଦରକାର। ବ୍ଲିଚ୍ ଜମା କରିବନି, ମନେ ରଖ। ବ୍ଲିଚ୍ ଜମା କରନି, କ୍ଲିନ୍ ଅପ୍ କର, ବ୍ଲିଚ୍ କରନି। ବ୍ଲିଚ୍ କଲେ ଆସ୍ତେ ଆସ୍ତେ ସ୍କିନ୍ ଖରାପ। ନହେଲେ ମାସ୍କ ଲଗେଇ ଦଉନ, ଯୋଉ ବ୍ଲିଚ୍ କରିବା ମାସ୍କ ଲଗେଇ ଦବ। ତମେ ଚାହିଁଲେ ନିଜେ ବି ମାସ୍କ ଲଗେଇ ପାରିବ କିଣିକି ଆଣିକି, ହେଲା। ମାସ୍କ ଲଗେଇ ଦିଅ। ବ୍ଲିଚ୍ଟା ଭଲ ନୁହଁ, ବହୁତ କସ୍ମେଟିକ୍ ସେଥିରେ ରହୁଛି। କେମିକାଲ ଜିନିଷ ସାଙ୍ଗେ ସାଙ୍ଗେ ହ୍ୱାଇଟ୍ କରିଦଉଛି ମୁହଁ ନା। ସୁରାଟା ବହୁତ। ଯୋଉ ପିଲା ଗୁଡାଙ୍କର ଇଏ ପୁରା କଳା, ବହୁତ ପିଲା କଳା ରହିଯାଉଛନ୍ତି, ସ୍କିନ୍ ରଗଡି ହଉଛି କି ଖରା ତରା ଇଏ ସିଏ ବୁଲିକି ପୁରା ରହିଯାଉଛି, ସେମାନଙ୍କର ବ୍ଲିଚ୍ କଲେ ତାଙ୍କର ଏତେ ଇଏ କରିବନି। ସେନ୍ସିଟିଭ୍ ଫେସ୍ ଗୁଡାକ ଆମର ଏଗୁଡା ଜଲ୍ଦି ଖରାପ ଲାଗିବ, ମାନେ ଲୋଚା କମ ବୟସରୁ ଅଧିକ ଲୋଚା କରିଦବ। ଏଇ ଯୋଉ ବେକରେ ଥିଲା ସେଇ ମାସ୍କ ନେଇ ଆସିବ, ସେ କେତେ 100 ଟଙ୍କା ଖଣ୍ଡେ ପଡୁଥିବ। ତମେ ନିଜେ ପକେଇଦବ ମୁହଁରେ, ଟିକେ ଟିକେ ମସାଜ କରିଦବ। କାହିଁକିନା ତମେ କଳା ନୁହଁ ନା, ତମ ମୁହଁଟାକୁ ଗ୍ଲୋ ଦେଖିବା ଦରକାର, ଖାଲି କଲର ଦେଖିବା ଦରକାର ନାହିଁ। ତମର ତ କଲର ଏମିତିରେ ଅଛି, ତମେ ଟିକେ ଖାଲି ଟିକେ ଗ୍ଲୋ କରିବ, ହେଲା କି। ତମେ ସେଇ ମାସ୍କ ଆଣିକି ପକେଇ ଦିଅ। ନାଇଁ ମତେ ଜଣେ କହିଲେ କି ପାର୍ଲର ବାଲା ଜଣେ ଆସିଥିଲେ, ସେ କହିଲେ କରିବା କଥା, କାହିଁକି ନା ତମ ମୁହଁରେ ସବୁବେଳେ ଡଷ୍ଟ ରହୁଛି। ହଁ, ଡଷ୍ଟ ରହୁଛି ଯେ ଏମିତିରେ ତମେ କ୍ଲିନଜିଂ କର, କ୍ଲିନଜିଂ ସବୁଦିନ କର। 3 ମାସରେ ଥରେ ବ୍ଲିଚଟା କରିବ। ଆଉ ଯୋଉ ବ୍ଲିଚ୍ କଲା ପରେ 1 ସପ୍ତାହ ବାହାରକୁ ଟିକେ ବାହାରିବନି ଖରା, ନା ଫଟାଫଟ କଳା ପକେଇଦବ। ତାପରେ ସିଏ କଣ, ତମେ ଯଦି ବ୍ଲିଚ୍ କରିକି ଫେସିଆଲ ଟା କ୍ଲିନ୍ ଅପ୍ କରିଦବ, ତମ ମୁହଁରେ ସେ ପ୍ରଭାବ ପକେଇବନି। ତମେ ଖାଲି ବ୍ଲିଚ୍ କରିକି ଯୋଉ ରହିଯାଉଛନ୍ତି ସେଇଟା ଖରାପ କରୁଛି। ତମେ କରିକି ତାପରେ ଫେସିଆଲ କରିଦବ, ନହେଲେ କ୍ଲିନ୍ ଅପ୍ ଟିକେ କରିଦବ, ହେଲା କି।